ଆମର ତ ବହୁତ ଶାନ୍ତି ଶୃଙ୍ଖଳା ସହିତ ହେଉଛି। କେତେ ବର୍ଷ ଅନୁଷ୍ଠାନ? 40 ବର୍ଷରୁ 45 ବର୍ଷ ଅନୁଷ୍ଠାନ। ବହୁତ ଭକ୍ତମାନେ ଆସନ୍ତି, ବହୁତ ରୋଗ ଯେଉଁମାନେ କାଟିବାମାନେ ସେମାନଙ୍କର ଆରୋଗ୍ୟ ହେଉଛନ୍ତି। ଗାଁରେ ବହୁତ ଶାନ୍ତି ଶୃଙ୍ଖଳା ସହ ଚାଲିଛି। ମୋଟାମୋଟି ପ୍ରଶାସନ, ପୋଲିସ ସମସ୍ତେ ସହଯୋଗ କରୁଛନ୍ତି। କେତେ ଭକ୍ତଙ୍କ ସମାଗମ? ଭକ୍ତ 10,000 ଉର୍ଦ୍ଧ୍ୱ ଲୋକ। এটা ଆମର ଦୀର୍ଘ ଦିନ ହେବ ଜାରି ଅଛି। ବର୍ଷରେ ଥରେ ଯେଉଁ ଝାମୁ ଯାତ୍ରା ହୁଏ ଆମର ଅଳବା ମା ମଙ୍ଗଳାଙ୍କ ପାଖରେ ବହୁତ ସଂଖ୍ୟାରେ ଲୋକ, ହଜାର ହଜାର ଲୋକ ଏଠି ଭକ୍ତ ଆସନ୍ତି। ଖରା ଗରମ ମାନେ ବହୁତ ଜୋର ଖରା ଗରମ ବି ବହୁତ ଭକ୍ତ ମାନେ ବହୁତ କଷ୍ଟରେ ଏଠି ସମ୍ମୁଖୀନ କରନ୍ତି। ଏଠି ଦେଖିବାକୁ ମିଳେ ନିଆଁରେ ଚାଲନ୍ତି, କଣ୍ଟାରେ ଚାଲନ୍ତି, ଏଠି ତ ଗରମ ପ୍ରବଳ। ମାଙ୍କର ଯାହା ବିଧିର ବିଧାନ ଅଛି ସେଥି ଅନୁଯାୟୀ ସବୁ କାର୍ଯ୍ୟକ୍ରମ ଆରମ୍ଭ ସବୁ ଚାଲେ। ଆମର ଏଠି ଜଳଛତ୍ର ଦୀର୍ଘ ଦିନ ହେବ ଆସି ମିନିମମ୍ 17-18 ବର୍ଷ ହେବ। ବର୍ଷରେ ଝାମୁ ଯାତ୍ରା ଆସିଲେ ଆମର ଏଠି ଷ୍ଟଲ୍ ପଡ଼େ। ପ୍ରତିବର୍ଷ ଆମେ ଜଳଛତ୍ର କରୁ। ଏ ପ୍ରୟାସ ଏଇଭଳିଆ କେତେ ବର୍ଷ ଥିବ? ଜୀବନ ଥିବା ଯାକେ ଆମେ ଚେଷ୍ଟା କରିବୁ। ବର୍ଷରେ ଥରେ ଯେତେବେଳେ ମାଆଙ୍କ ଆଶୀର୍ବାଦ ଯେତେବେଳେ ଥାଏ ଆମେ ବର୍ଷରେ ଥରେ ଆସି ଏଠି ଯାହା ବି ହେଲେ ଆମର ଷ୍ଟଲ୍ ପଡ଼ିବ। ଏ କାର୍ଯ୍ୟକ୍ରମ ଜାରି ରହିବ? ଏ କାର୍ଯ୍ୟକ୍ରମ ପ୍ରାୟ 4ଟାରେ ବନ୍ଦ ହେବ। 1-2ଟା ବେଳୁ ଲୋକ ଆହୁରି ଯେପର୍ଯ୍ୟନ୍ତ ଭକ୍ତ ଥିବେ ଭକ୍ତମାନଙ୍କୁ ଆପଣ ଭକ୍ତମାନେ ଯେ ପର୍ଯ୍ୟନ୍ତ ଥିବେ ଆମେ ଅଛୁ। ଶରୀରରେ ନାନାଦି ରୋଗ ଥିବାରୁ ମାଆଙ୍କ କତିରେ ସେମାନେ ମାନସିକ ଧାରିକାର ହୁଅନ୍ତି ଏବଂ ରୋଗ ଭଲ ହୁଏ ଏବଂ ତା ସହିତ ମାଆଙ୍କର ଆରୋଗ୍ୟ ପାଟୁଆ ହେବାରେ ଆରୋଗ୍ୟ ହୁଏ। ଆଉ ବହୁତ ପୁରାତନ ରୋଗ ବି ଏଠାରେ ମାଆଙ୍କ ଦୟାରୁ ଭଲ ହୁଏ। ଯେ ଭକ୍ତିରେ ରହିଲା ସେ ନିଶ୍ଚୟ ମାଆଙ୍କ ଦୟା ପାଇଲା। ଦୀର୍ଘ 40 ବର୍ଷ ଧରି ଏରକମ କେତେ ଦିନ ଚାଲିଥିବ ମା? ଯେପର୍ଯ୍ୟନ୍ତ ଆମେମାନେ ଥିବୁ ମାଆଙ୍କର ଅନୁଷ୍ଠାନ ଚଲେଇଥିବୁ, ବାବାଜୀ ଥିବେ ଆମେମାନେ ଆସୁଥିବୁ ଏମିତି ମାଆଙ୍କ ଅନୁଷ୍ଠାନ ଚଲେଇଥିବୁ। ଆଉ ଆମେମାନେ ଗଲା ପରେ କ'ଣ ହେବ ଆମେ କହିପାରିବୁ ନାହିଁ। ଜୟ ମା ମଙ୍ଗଳା। ଛୋଟବେଳୁ ମୋ ଦେହ ପା ଭଲ ହେଉନଥିଲା, ବହୁତ ସିରିୟସ୍ ଥିଲି। ପିଲା ଭିତରେ ମୁଁ ଆଉ କୌଣସି ମେଡ଼ିକାଲ ଯାଇ ମୋ ଦେହ କେବେ ଭଲ ହେଲା ନାହିଁ। ତେଣୁକରି ମୋ ମାଆଙ୍କ ଆଶୀର୍ବାଦ ନେଲି। ଆଶୀର୍ବାଦ ନେଲା ଭିତରେ ପରେ 5 ବର୍ଷ 6 ବର୍ଷ ନେଲା ପରେ ମୋର ବାପା ମା ମୋତେ ଟୋଟାଲ ବୁଢ଼ା ହେଲା ପର୍ଯ୍ୟନ୍ତ ପାଠୁଆ କରିଦେଲେ। କରିଦେଇ ସାରିଲା ଭିତରେ 5 ବର୍ଷ ପରେ ମୋ ଦେହ ଆରୋଗ୍ୟ ଲାଭ ହେଲା। ସେଇଦିନ ଠାରୁ ମାଆଙ୍କର ପାଠୁଆ କରିଦେଲି।